ରାଉରକେଲା ରଘୁନାଥପାଲି ଥାନା ଅନ୍ତର୍ଗତ ଦେଓଗାଁ ମା ତାରିଣୀ ହୋଟେଲର ଗୁଳିକାଣ୍ଡ ଘଟଣାରେ ପୋଲିସ 4 ଜଣ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସ ଅଭିଯୁକ୍ତଙ୍କ ନିକଟରୁ 4ଟି ବାଇକ୍, ଗୋଟିଏ ଆମ୍ବୁଲାନ୍ସ, ଗୋଟିଏ ଖଣ୍ଡା, 4ଟି ମୋବାଇଲ ଫୋନ୍ ଜବତ କରିଛନ୍ତି। 27 ତାରିଖ ରାତିରେ ଦେଓଗାଁର ତାରିଣୀ ମନ୍ଦିର ହୋଟେଲରେ ଦିବ୍ୟଜ୍ୟୋତି ମହାନ୍ତି ନାମକ ଜଣେ ଯୁବକଙ୍କ 5 ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ। ଦିବ୍ୟଜ୍ୟୋତିଙ୍କୁ କିଛି ଦୁର୍ବୃତ୍ତ ବାଇକ୍ରେ ଗୋଡ଼ାଇଥିବା ବେଳେ ସେ ହୋଟେଲ ଭିତରେ ପଶିଯାଇଥିଲେ। ଉକ୍ତ ଯୁବକଙ୍କୁ ଗୋଡ଼ାଇ 3 ଜଣ ଦୁର୍ବୃତ୍ତ ହୋଟେଲ ଭିତରେ ପଶି ଭୁଜାଲରେ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣକାରୀଙ୍କଠାରୁ ବର୍ତ୍ତିବା ଲାଗି ଦିବ୍ୟଜ୍ୟୋତି ଏକ ରୁମ୍ରେ ପଶିଯିବାରୁ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ରୁମ୍ର କବାଟ ଏବଂ ବାଇକ୍ରେ କଣା ହୋଇଯାଇଥିଲା। ରଘୁନାଥପାଲି ଥାନା ପୋଲିସ ତଦନ୍ତ କରି 4 ଜଣଙ୍କୁ ଗିରଫ କରିଛି। ଏବେ ବି ଜଣେ ଫେରାର ଅଛି। ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ହୋଇଥିବା କୁହାଯାଉଥିବା ବେଳେ ପୋଲିସର ଅଧିକ ତଦନ୍ତ ଜାରି ରହିଛି।